ମୁଁ পেশা ଗୋଟେ ଗାଈ ଚିକିତ୍ସକ ହେଲା। ଏଇ ରାସ୍ତାରେ ମୁଁ ଅନେକ ଥର ପ୍ରାୟ ସକାଳ ସନ୍ଧ୍ୟା ଯିବା ଆସିବା କରୁଛି ଗାଈ ଚିକିତ୍ସା କରିବା ପାଇଁ। କିନ୍ତୁ ଏଇ ରାସ୍ତା ଆଜି 1.5 ବର୍ଷ ତିଆରି ହେଇଥିଲା, କିନ୍ତୁ ଆର ଅବସ୍ଥା ଏମିତି ହେଇଛି ଯେ ଆର ଛତି ହୁଗୁଳିଗଲାଣି। ଗାଡ଼ି ଘୋଡ଼ା ଗଲେ ବହୁତ ଦୁର୍ଘଟଣାଗ୍ରସ୍ତ ବି ହେଉଛି। ଲୋକମାନେ ଗଲେ ବି ବଡ଼ ହଇରାଣ ହେଉଛନ୍ତି। କ'ଣ ଏ କାର୍ଯ୍ୟ ସବୁ ହେଉଛି? ସରକାର ଆଉ ଟିକେ ଦୃଷ୍ଟି ଦିଅନ୍ତୁ, ଲୋକଙ୍କ କଲ୍ୟାଣ ପାଇଁ କିଛି କାର୍ଯ୍ୟମାନ କରନ୍ତୁ। ଆମେ ଅନୁରୋଧ କରୁଛୁ, ପ୍ରଶାସନକୁ ମୁଁ ଅନୁରୋଧ କରୁଛି ଯେ ପ୍ରଶାସନ ଏଥିପ୍ରତି ମାନେ ଟିକେ ଦୃଷ୍ଟି ଦିଅନ୍ତୁ, ଆଉ ଏ ରାସ୍ତାର ଉନ୍ନତି ପାଇଁ ଟିକେ ଶୀଘ୍ର କାର୍ଯ୍ୟାନୁଷ୍ଠାନ କରନ୍ତୁ। ଲୋକଙ୍କର ଉନ୍ନତି ହେବ, ସଙ୍ଗେ ସମାଜର କଲ୍ୟାଣ ହେବ। ଆଉ ସରକାର ଖାଲି ବଡ଼ ବଡ଼ ଭାଷଣ ମାରୁଛନ୍ତି, ଆମେ ଏସା କଲୁ ତେସା କଲୁ, କାହିଁ କାମ କାହିଁ? 1.5 ବର୍ଷ ସରକାର ଆସି ବର୍ଷ ହେଇଗଲାଣି। ଏ ରାସ୍ତା ଏଠିକା ଯେଉଁ ବିଧାୟକ ଅଛନ୍ତି କି ଏଠି ଯେଉଁ ରାଜନେତା ଅଛନ୍ତି, କୁଜିନେତା ଅଛନ୍ତି, ଏମାନେ କ'ଣ କରୁଛନ୍ତି? ବସିକି ଖାଲି ବଡ଼ ବଡ଼ ଫମ୍ପା ଆବାଜ ଦେଉଛନ୍ତି, ଆମେ ଏସା କଲୁ ତେସା କଲୁ। ଏ ଲୋକଙ୍କର ମାନେ କଲ୍ୟାଣ କାର୍ଯ୍ୟ କିଛି କଲେ ନାହିଁ। ସରକାର ନିୟମ ହେଉଛି ଯିଏ ସରକାରକୁ ଆସିବ, ଯିଏ ସରକାର ଗଢ଼ୁଛି ସିଏ ଲୋକଙ୍କ ଜନକଲ୍ୟାଣ ସେ କରିବ। ଲୋକଙ୍କ ସୁବିଧା କରିବ, ରାସ୍ତାଘାଟ ସୁବିଧା କରିବ, ଲୋକଙ୍କର ଯେମିତି କିଛି ଅସୁବିଧା ନ ହୁଏ ଏସବୁ କାର୍ଯ୍ୟ କରିବ। ବସି ଖାଲି ଅଫିସରେ ବସି ଯାଇକି ପ୍ରଶାସନ ଅଧିକାରୀ ଆମେ ଏସା କଲୁ ତେସା କଲୁ, ଖାଲି ମିଛ କାଗଜ ଚାଷ ଚାଲିଛି। ଅମକ ରାସ୍ତାର ଉନ୍ନତି ହେଇଗଲା, କାହିଁ ଉନ୍ନତି କାହିଁ? ଖାଲି କାଗଜ କାମରେ କ'ଣ ହେବ? ଫିଲ୍ଡ କାମ ହେବା ଦରକାର। ଏ ରାସ୍ତାରେ ହଜାର ହଜାର ସଂଖ୍ୟା ଲୋକ ଯାଉଛନ୍ତି। ଆମର ଜଗତସିଂହପୁର ଜିଲ୍ଲା ଲୋକ ବି ଯାଉଛନ୍ତି, କେରଳ ଜିଲ୍ଲା ଯାଉଛନ୍ତି। ଯାଉନି କି 1000 ରୁ 2000 କି 5000 ଲୋକ ବି ଯିବା ଆସିବା କରୁଛନ୍ତି। 1000 2000 ଗାଡ଼ି ଯାତାୟାତ କରୁଛି। ଆଉ ମୁଁ ତ ଦୈନିକ ପ୍ରାୟ ସକାଳ ସନ୍ଧ୍ୟା ଯାଉଛି ସେପଟକୁ ଚିକିତ୍ସା କରିବା ପାଇଁ। କଲ୍ପନା ଯାଉଛି ଚିକିତ୍ସା କରିବା ପାଇଁ, କଲ୍ପନା ସେପଟେ କୋରୁଆ ବିଭିନ୍ନ ଇଲାକା ଯାଉଛି ଚିକିତ୍ସା କରିବା ପାଇଁ। କାହିଁକିନା ଆମର ପେଶା ହେଲା ନିଶା, ଗୋମାତାର କଲ୍ୟାଣ ଆମେ କରୁଛୁ। ତେଣୁ କଲ୍ୟାଣ କରିବାକୁ ହେଲେ ଆମକୁ ତ ଯିବାକୁ ସୁରକ୍ଷିତ ହେବା ଦରକାର ନା ନାହିଁ। ଆଉ ଗଲାବେଳକୁ ତ ଭଣ୍ଡାଏ ଖାଲ, ଯଦି ଅସତର୍କ ହେବୁ ପଡ଼ିକି ଅଣ୍ଟା ଗୋଟେ ଗାଡ଼ି ଭାଙ୍ଗିବ, ଇଏ ଜଖମ ହେବୁ। ତେଣୁ ଟିକେ ଦୟାକରି ଆପଣ ଅନୁରୋଧ ମୁଁ କରୁଛି, ଟିକେ ରାସ୍ତାର ପାଇଁ ଟିକେ ବିଚାର କାର୍ଯ୍ୟ କରନ୍ତୁ, ରାସ୍ତା ଶୀଘ୍ର ଟିକେ ମରାମତି କରନ୍ତୁ। ଏହା ଜଗତର କଲ୍ୟାଣ ହେବ, ଜନସାଧାରଣ କଲ୍ୟାଣ ହେବ, ଆଉ ଆପଣଙ୍କର ବି ଟିକେ ଧର୍ମ ହେବ।